ॐ नमामि रामं रघुवंशमुख्यं नमामि रामं सुरकल्पवृक्षं नमामि रामं कमलायताक्षं नमामि रामं रघुनन्दनाख्यं श्रीराम जय जय राम जय रघुनंदन जय घनश्याम। भक्तवत्सल भगवान की जय। मर्यादा पुरुष रामचंद्र की जय। लखनलाल जी की जय। भरतलाल जी की जय। शत्रुघ्नलाल जी की जय। अशरण शरण सचिदानंद की जय। यूट्यूब कर्मकर्ता मान को जय। झंकड़वासिनी माँ शरण को जय। स्वर्गमर्त्य पाताल की जय। दशदी गोपाल को जय। 33 कोटी देवता को जय। मोर प्रिय श्रोताबंधु मान को जय। मोर प्रिय श्रोताबंधु मान को नमस्कार करी आरंभ करने को जाऊँ ये धारावाहिक संपूर्ण रामायण कथा। आपण माने दयाकोरी वीडियो टी सब्सक्राइब करेंगे और संपूर्ण शुणिबे। आपण माने परवर्ती अध्याय शुणी भरतंकर पवित्र वचन शुणी देवता माने आनंदित हेले एवं साधु साधु कही तांको प्रशंसा करी पुष्पवृष्टि कले। राम एवं कौन कहे बोली भावी अयोध्यावासी द्विधार पड़गले सन्देह पड़गले। तपस्वी और वनवासी माने राम वन रे यही आशा धरी मने मने आनंदित हेले। चुप ही रहे रघुनाथ संकोची प्रभु गति देखी सभा सब ज्योति जनक दूत ते ही अवसर आए मुनि वशिष्ठ सुनी बेगी बोलाए श्री राम जय जय राम जय रघुनंदन जय घनश्याम। भक्तवत्सल भगवान की जय। किंतु द्विधावशत श्री रघुनाथ नीरव हो रहीगले। प्रभुंकर यही मौन स्थिति देखी समस्ते चिंतार पड़ते। ठीक से बेले समाचार मिलगला जे महाराज जनक दूत मैंने आसिछन्ति। यह शुणी मुनि वशिष्ठ तत्क्षणात दूत मान को डकाई पठाइले। करि प्रणाम तीन राम निहारे बेसु देखी भई निपट दुखारे श्रीराम जय राम जय रघुनंदन जय घनश्याम। दूतन मुनिवर बुझिबाता कौ विदेह भूप कुशलाता श्रीराम जय राम जय रघुनंदन जय घनश्याम। भक्तवत्सल भगवान की जय। दूत माने आसी प्रणाम करी श्रीराम को देखिले एवं प्रभुंक तपस्वी वेश देखी अत्यंत दुखित हेले। मुनिराज वशिष्ठ दूत मान को महाराजा जनकंकर कुशल समाचार पचारिले। सुनी सकुचाई नाई मही माथा बोले चरबर जोरे हाथा बुझिबराउर सादर साई कुशल हेतु भय गोसाई श्रीराम जय जय राम जय रघुनंदन जय घनश्याम। भक्तवत्सल भगवान की जय। यह शुणी मुख्य दूत संकोचरे नतमस्तक होई जोड़हस्त होई कहिले हे प्रभु
ଆପଣ ଆଦରରେ ଏ ଯେଉଁ ପ୍ରଶ୍ନ କଲେ ଏହା ହିଁ କୁଶଳର କାରଣ ହୋଇଗଲା। ନାଇଁ ତ କୌଶଳ ନାଥ କେଇ ସାଥ କୁଶଳ ଗଇନାଥ ମିଥିଳା ଅଧ ବିଶେଷତେ ଜଗୁ ସବ ଭୟ ନାଥ ସିୟାବର ରାମଚନ୍ଦ୍ର ଶଙ୍କର ହରିଓಂ ଭଜ ମଙ୍ଗଳ ଭବନୟ ମଙ୍ଗଳ ହାରି ପ୍ରଭୁ ଦଶରଥ ଅଚିର ବିହାରୀ ଭକ୍ତବତ୍ସଳ ଭଗବାନ କି ଜୟ। ଏହା ଶୁଣି ଦୂତମାନେ ମୁଖ୍ୟ ଦୂତ ସଂକୋଚରେ ନତମସ୍ତକ ହୋଇ ଯୋଡ଼ହସ୍ତ ହୋଇ କହିଲେ, ହେ ପ୍ରଭୁ, ଆପଣ ଆଦରରେ ଏ ଯେଉଁ ପ୍ରଶ୍ନ କଲେ ଏହା ହିଁ କୁଶଳର କାରଣ ହୋଇଗଲା। ତା ନହେଲେ ସବୁ କୁଶଳ ତ କୌଶଳନାଥ ଦଶରଥଙ୍କ ସହିତ ଚାଲିଯାଇଛି। ସେ ଚାଲିଯିବା ଫଳରେ ସମଗ୍ର ସଂସାର ଅନାଥ ହୋଇଯାଇଛି। ମିଥିଳା ଓ ଅଯୋଧ୍ୟା ବିଶେଷ ରୂପେ ଅନାଥ ହୋଇଯାଇଛି। ନାଇଁ ତ କୌଶଳ ନାଥ କେଇ ସାଥ କୌଶଳ ଗଇନାଥ ମିଥିଳା ଅଧ ବିଶେଷତେ ଜଗୁ ସବ ଭୟ ଅନାଥ ସିୟାବର ରାମଚନ୍ଦ୍ର ଶଙ୍କର ହରିଓಂ ଭଜ ମଙ୍ଗଳ ଭବନୟ ମଙ୍ଗଳ ହାରି ରବଉଛ ଦଶରଥ ଅଚିର ବିହାରୀ ଶ୍ରୀରାମ ଜୟ ଜୟ ରାମ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ଅଯୋଧ୍ୟାପତିଙ୍କର ଗତି ମହାରାଜ ଦଶରଥଙ୍କର ମୃତ୍ୟୁ ଶୁଣି ଜନକପୁରବାସୀ ସମସ୍ତେ ଶୋକରେ ଅଧୀର ହୋଇଗଲେ। କୌଶଲପତି ଗତି ଶୁଣି ସନକ କୌରା ବେଶବଲୋକ ଶୋକ ବସ ବୌରା ଯେଇ ଦେଖେ ତେହି ସମୟ ବିଦେହୁ ନାମୁ ସତ୍ୟ ଅସଲାଗନ କେହୁ ଶ୍ରୀରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ସେହି ସମୟରେ ଯେଉଁମାନେ ବିଦେହଙ୍କ ଶୋକମଗ୍ନ ଅବସ୍ଥା ଦେଖିଛନ୍ତି ସେମାନଙ୍କୁ ତାଙ୍କର ବିଦେହ ଦେହ ଅଭିମାନ ଶୂନ୍ୟ ନାମଟି ଯଥାର୍ଥ ବୋଲି ବୋଧ ହେଲା ନାହିଁ। କାରଣ ଦେହାଭିମାନୀ ଶୂନ୍ୟ ପୁରୁଷଙ୍କର ଶୋକ ହେବ କିପରି? ରାନୀକୁ ଚାଲିସୁ ନତ ନର ପାଲହି ସୁଜନ କଛୁ ଯଶ ମନି ବିନୁ ବ୍ୟାଲହି ଶ୍ରୀରାମ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ ଭରତ ରାଜ ରଘୁ ବର ବନବାସୁ ଭାମିଥିଲେ ସଇ ହୃଦୟ ହିରାସୁ ଶ୍ରୀରାମ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ରାଣୀ କୈକେୟୀଙ୍କ କୁଚକ୍ର କଥା ଶୁଣି ମହାରାଜ ଜନକଙ୍କୁ କିଛି ବୁଦ୍ଧି ଆଉ ଦିଶିଲା ନାହିଁ। ମଣି ହରାଇ ଦେଲେ ସାପ ଯେପରି ବୁଦ୍ଧିବଣା ହୋଇଯାଏ ମହାରାଜଙ୍କ ଅବସ୍ଥା ସେହିପରି ହୋଇଗଲା। ତା ଛଡ଼ା ଭରତଙ୍କ ରାଜତ୍ୱ ଓ ଶ୍ରୀରାମଙ୍କର ବନବାସ ସମ୍ବାଦ ଶୁଣି ମିଥିଳେଶ୍ୱର ଜନକଙ୍କୁ ଅତ୍ୟନ୍ତ ଦୁଃଖ ଲାଗିଲା। ନୃପଏ ବୁଧ ସଚିୟ ସମାଜ କହଉ ବିଚାରି ଉଚିତ କାଜୁ ସମୁଝିଅ ଅଧସ ମଞ୍ଜସ ଯୋ ଚଲିଅ କି ରହିଅନ କହ କଛୁକ ଶ୍ରୀରାମ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ସେ ପଣ୍ଡିତ ସମାଜ ଓ ମନ୍ତ୍ରିମଣ୍ଡଳକୁ ଡକାଇ ପଚାରିଲେ, ଏପରି ସମୟରେ ଆମର କ'ଣ କରିବା ଉଚିତ? ଆପଣମାନେ ବିଚାର କରି କୁହନ୍ତୁ।
କିନ୍ତୁ ଅଯୋଧ୍ୟାର ଅବସ୍ଥା ବୁଝି ଏବଂ ଉଭୟ ଦିଗରୁ ଅଡ଼ୁଆ ରହିଥିବା ଜାଣି ସେମାନେ ମହାରାଜଙ୍କୁ ସେଠାକୁ ଯାଆନ୍ତୁ କିମ୍ବା ନ ଯାଆନ୍ତୁ କିଛି କହିପାରିଲେ ନାହିଁ। ନୃପଇ ଧୀର ଧରି ହୃଦୟ ବିଚାରି ଶ୍ରୀରାମ ଜୟ ରାମ ପଠୟ ଚତୁର ତର ନାରୀ ଶ୍ରୀରାମ ଜୟ ରାମ ବୁଝି ଭରତ ସତୀ ଭାଉକୁ ଭାଉ ଶ୍ରୀରାମ ଜୟ ରାମ ଆୟୁ ବେଗିନ ହୋଇ ଲଖାଉ ଶ୍ରୀରାମ ଜୟ ରାମ ଭକ୍ତବତ୍ସଳ ଭଗବାନ କି ଜୟ। ସେମାନେ କିଛି କହି ନ ପାରିବାରୁ ମହାରାଜ ଧୈର୍ଯ୍ୟ ଧରି ମନେ ମନେ ବିଚାର କରି ଅଯୋଧ୍ୟାକୁ 4 ଜଣ ଦକ୍ଷ ଗୁପ୍ତଚର ପଠାଇଲେ ଏବଂ ସେମାନଙ୍କୁ କହିଲେ ଶ୍ରୀରାମଙ୍କ ପ୍ରତି ଭରତଙ୍କର ସଦ୍ଭାବ ଅଛି ନା ଅସଦ୍ଭାବ ଅଛି ତାହା ବୁଝି ତୁମେ ଶୀଘ୍ର ଫେରିଆସିବ। କିନ୍ତୁ ସାବଧାନ, କେହି ଯେପରି ଏକଥା ଜାଣି ନ ପାରନ୍ତି। ଗଏ ଅଧଚର ଭରତ ଗତି ବୁଝି ଦେଖି କର ତୁତି ଚଲେ ଚିତ୍ରକୂଟହିଁ ଭରତୁ 4 ଚଲେ 13 ହୁତି ସିୟାବର ରାମଚନ୍ଦ୍ର ଶଙ୍କର ହରିଓಂ ବଜୁ ମଙ୍ଗଳ ଭବନୟ ମଙ୍ଗଳ ହାରି ଧ୍ରୁବୌଷ ଦଶରଥ ଜିର ବିହାରୀ ଶ୍ରୀରାମ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ ଭକ୍ତବତ୍ସଳ ଭଗବାନ କି ଜୟ। ଗୁପ୍ତଚରମାନେ ଅଯୋଧ୍ୟା ଗଲେ। ଭରତଙ୍କ ଉଦ୍ଦେଶ୍ୟ ଜାଣି ଏବଂ ତାଙ୍କ ସଦ୍ଭାବ ଲକ୍ଷ୍ୟ କରି ଭରତ ଚିତ୍ରକୂଟକୁ ଯିବାକୁ ବାହାରୁ ସେମାନେ ତୀରଭୂତ ମିଥିଳା ଫେରିଆସିଲେ। ତୁଥନ ଆଇ ଭରତି କଇ କରନି ଜନକ ସମାଜ ଯଥା ମତି ବରନି ଶୁନି ଗୁର ପରିଜନ ସଚିବ ମହୀପତି ବେଶବଶ ଚନେହି ବିକଲତି ଶ୍ରୀରାମ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ ଭକ୍ତବତ୍ସଳ ଭଗବାନ କି ଜୟ। ଗୁପ୍ତଚରମାନେ ଜନକ ମହାରାଜଙ୍କ ସଭାକୁ ଆସି ଭରତ ଯାହା କରିବାକୁ ଯାଉଥିଲେ ସେ ବିଷୟରେ ନିଜର ବୁଦ୍ଧି ଅନୁଯାୟୀ ବର୍ଣ୍ଣନା କଲେ। ତାହା ଶୁଣି ଗୁରୁଦେବ ଆତ୍ମୀୟ ପରିଜନ ମନ୍ତ୍ରୀ ଏବଂ ମହାରାଜା ସମସ୍ତେ ଚିନ୍ତା ଓ ସ୍ନେହବଶତଃ ଅତ୍ୟନ୍ତ ବ୍ୟାକୁଳ ହୋଇଗଲେ। ଧରି ଧୀରଜୁ କରି ଭରତ ବଢ଼ାଇ ଶ୍ରୀରାମ ଜୟ ରାମ ଲିଏ ସୁଭଟ ସାହ ନିବଳାଇ ଶ୍ରୀରାମ ଜୟ ରାମ ଘରପୁର ଦେଶ ରାଖି ରଖବାରେ ଶ୍ରୀରାମ ଜୟ ରାମ ହୟ ଗୟ ରଥ ବହୁ ଯାନ ସୁଆରେ ଶ୍ରୀରାମ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ ଭକ୍ତବତ୍ସଳ ଭଗବାନ କି ଜୟ। ତାପରେ ଜନକ ମହାରାଜ ଧୈର୍ଯ୍ୟ ଧରି ଏବଂ ଭରତଙ୍କୁ ପ୍ରଶଂସା କରି ସୁଦକ୍ଷ ଯୋଦ୍ଧା ହାତୀଘୋଡ଼ାଙ୍କ ମାହୁନ୍ତ ଓ ସୈନ୍ୟମାନଙ୍କୁ ଡକାଇଲେ। ରକ୍ଷକମାନଙ୍କୁ ରାଜପ୍ରସାଦ ନଗର ଓ ଦେଶ ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇସାରି ଘୋଡ଼ା ହାତୀ ରଥ ଆଦି ବିଭିନ୍ନ ଯାନବାହନ ବହୁ ସଂଖ୍ୟାରେ ସଜାଇବାର ବ୍ୟବସ୍ଥା କଲେ। ଦୁଘରି ସାଧି ଚଲେ ତତ୍କାଲା କିଏ ବିଶ୍ରାମ ନ ମଗ ମହିପାଲା ଭୋରହିଁ ଆଜୁ ନହାଇ ପ୍ରୟାଗୀ ଚଲେ ଯମୁନି ବତନ ସବୁ ଲାଗା ଖବରିଲେ ନହବ ପଠଏ ନାଥା ଚିହ୍ନ କହି ଅସମହି ନାୟ ମାଥା 7 କି ରାତ 6 ଦିନେ ମୁନିବର ଦୂରତ ବିଦାଚର କିନେ
ଭକ୍ତବତ୍ସଳ ଭଗବାନ କି ଜୟ। ଏବଂ 2 ଘଡ଼ି ଭିତରେ ଯାତ୍ରା ଆରମ୍ଭ କରିବାର ଶୁଭ ମୁହୂର୍ତ୍ତଟିଏ ଗଣାଇ ରାଜା ଅବିଳମ୍ବେ ବାହାରି ପଡ଼ିଲେ। ବାଟରେ କେଉଁଠି ହେଲେ ବିଶ୍ରାମ କରିନାହାନ୍ତି। ଆଜି ସକାଳେ ପ୍ରୟାଗରାଜରେ ସ୍ନାନ କରି ମହାରାଜ ଏଠାକୁ ଆସୁଛନ୍ତି। ସେମାନେ ଯମୁନା ନଦୀ ପାର ହୋଇଥିବା ବେଳେ ହେ ନାଥ ଆମକୁ ଏଠାକାର ଖବର ନେବାକୁ ପଠାଇଲେ। ଏତିକି କହି ଦୂତମାନେ ସଭାରେ ମୁଣ୍ଡିଆ ମାରିଲେ। ମୁନିବର ବଶିଷ୍ଠ 6-7 ଜଣ କିରାତଙ୍କୁ ସାଙ୍ଗରେ ଦେଇ ଦୂତମାନଙ୍କୁ ତୁରନ୍ତ ବିଦାୟ କରିଦେଲେ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଆପଣମାନେ ଦୟାକରି ଭିଡ଼ିଓଟିକୁ ସବସ୍କ୍ରାଇବ୍ କରିବେ, ଆଉ ଲାଇକ୍ ମଧ୍ୟ ଟିକେ କରୁଥିବେ, ଆଉ ସମ୍ପୂର୍ଣ୍ଣ ଶୁଣିବେ। ଦେଖିବାକୁ ଯେଉଁ ସମୟ ନଥାଏ ଆପଣଙ୍କର, ସମ୍ପୂର୍ଣ୍ଣ ଶୁଣିବେ। ଏତିକି କହି ସେଇ ରାମନାରାୟଣଙ୍କୁ ନିବେଦନ କରିବେ। ହେ ରାମନାରାୟଣ, ଆପଣଙ୍କର ତଥା ସବୁ ଦେଶବାସୀଙ୍କର, ଆପଣଙ୍କର ପ୍ରିୟଜନଙ୍କର, ଏ ଜଗତର ମଙ୍ଗଳ କରନ୍ତୁ। ଏତିକି ନିବେଦନ କରି ଖାଲି ମଣିଷ ନୁହେଁ, କୀଟ ପତଙ୍ଗ ପଶୁପକ୍ଷୀ ପର୍ଯ୍ୟନ୍ତ ସେହି ରାମନାରାୟଣ ସମସ୍ତଙ୍କର ମଙ୍ଗଳ କରନ୍ତୁ, ଏତିକି କାମନା କରି ଆଜି ବିଦାୟ ନେବା। ସେହି ରାମନାରାୟଣଙ୍କୁ ନମସ୍କାର କରି, ଝଙ୍କଡ଼ବାସିନୀ ମା ଶାରଳାଙ୍କୁ ନମସ୍କାର କରି, 33 କୋଟି ଦେବତାଙ୍କୁ ନମସ୍କାର କରି, ସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ ନମସ୍କାର କରି, ଏହି 10 ଦିଗପାଳମାନଙ୍କୁ ନମସ୍କାର କରି, ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ନମସ୍କାର କରି ବିଦାୟ ନେଉଛି। ଜୟ ଶ୍ରୀରାମ, ଜୟ ଶ୍ରୀରାମ, ଜୟ ଶ୍ରୀରାମ। ହରି ବୋଲ।